ଆରେ ମୁଁ ଯେବେ ଏ ଘରର ଚାକରାଣୀ ତାହେଲେ ମୁଁ କାହିଁ ଏଠି ରହିବି? ତମେ ମତେ ଡିଭୋର୍ସ ଦେଇଦିଅ। ଶୁଣ, ଆରେ ମୁଁ ଅଫିସ ଯାଉଛି। ନିଅ ପାଣି। ହଁ, ରୋଷେଇ କରୁଛ ନା କରିନ? ଆରେ ରୋଷେଇ ତ କରିଦେଇଛି, ଗରମ କରିଦେବି। ଠିକ ଅଛି, ଗରମ କର। ହ୍ୟାଲୋ, ଆରେ କେମିତି ଅଛୁ? ମୁଁ ମୋ କଥା ଛାଡେ। ମୁଁ ନା ମୋ ଏଇ ସ୍ତ୍ରୀ ପାଇଁ ମୁଁ ସବୁବେଳେ ଟେନସନ। କଣ କହିବି କହୁନୁ? ଆରେ ଯେତେବେଳେ ଅଫିସରୁ ବାହାରିଲା ବେଳକୁ ତା ମୁହଁଟା ହାଣ୍ଡିଆ ମୁହଁ ହେଇକି ଥିବ, ଅଫିସରୁ ଆସିଲା ବେଳକୁ ତା ମୁହଁଟା ଗୋଟେ ହାଣ୍ଡିଆ ମୁହଁ ହେଇକି ଥିବ। ଆରେ କୋଉଥିର ଅଭାବ ଅଛି କହିଲୁ? ମୋ ଟଙ୍କା ପଇସା କୋଉଥିର ଅଭାବ ଅଛି? ଆରେ ଘର ଅଛି, ଭଲ ଚାକିରି କରିଛି, ଇନକମ 2 ପଇସା କରୁଛି, କୋଉଥିରେ ଅସୁବିଧା ଅଛି? କିନ୍ତୁ ତା ମୁହଁଟା ଦେଖିବ ସବୁବେଳେ ହାଣ୍ଡି ମୁହଁ ହେଇକି ଥିବ। ଆଉ ସେ ମୁହଁକୁ ଦେଖିଲା ମାନେ ମୋ ମୁଣ୍ଡଟା ପୁରା ଟେନସନ ହେଇଯାଉଛି। ମାନେ ପୁରା କିଛି ମତେ ଭଲ ବି ଲାଗୁନି। କଣ କରିବି କହୁନୁ? ଆରେ ବାପା ମାଙ୍କ କଥା ମାନିକି ବାହା ହେଇ ପଇଲି, ଏବେ ଭୋଗୁଛି ମୁଁ ନା, ଆଉ ସିଏ କଣ ଭୋଗୁଛନ୍ତି? କଷ୍ଟଟା ପାଉଛି ବର୍ତ୍ତମାନ ମୁଁ। ଶୁଣ, ଶୁଣୁଛ ନା ନାଇଁ? କଣ ଶୁଣ? ହଁ, ଶୁଣ 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 ଶୁଣ। ଆରେ ମୁଁ କାଲା ନୁହଁ, ମୁଁ ମତେ ଶୁଣା ଯାଉଛି। ଆରେ କଣ କହିଅଛି? ଆରେ କୁହ। ଆଚ୍ଛା ତମେ ମତେ ଗୋଟେ କଥା କହିଲ, ତମେ ମତେ ବାହା ହେଲ କାହିଁକି? କଣ? ମୁଁ କଣ ପାଇଁ ତମକୁ ବାହା ହେଇଛି? ଆରେ ଏଇ କି ଟାଇପର କୋଶ୍ଚିନ୍? ହଁ, ଆରେ ଏମିତିଆ କୋଶ୍ଚିନ୍ ପଚାରେ ମାନେ କଣ? ମୁଁ କିଛି ବୁଝିପାରୁନି। ଶୁଣିବାକୁ ଚାହୁଁଛ ମୁଁ ତମକୁ କଣ ପାଇଁ ବାହା ହେଇଛି? ଆରେ ମୁଁ ତମକୁ ବାହା ହେଇଛି ଏଇଥିପାଇଁ, ତମେ ମୋ ପ୍ୟାଣ୍ଟ ସାର୍ଟ ସଫା କରିବା ପାଇଁ, ମୋ ଜୋତା ସଫା କରିବା ପାଇଁ, ମୋ ଘରକୁ ସଫାସୁତୁରା ରଖିବା ପାଇଁ, ଆଉ ମତେ ଦି ଓଳି ଦି ମୁଠା ଖାଇବାକୁ ଦବା ପାଇଁ। ଆଉ କୋଉଥିପାଇଁ ମୁଁ ତମକୁ ବାହା ହେଇନି। ହଁ, ମୋର ଯେତେବେଳେ ଜରୁରୀ ଦରକାର କାମ ସବୁ ଦରକାର ଅଛି, ସେଇ କାମରାକ ତମେ ଠିକ ସମୟରେ ମୋ ପାଇଁ କରିକି ଥୋଇବା ପାଇଁ। ନହେଲେ ତମକୁ ବାହା ହବାରେ ମୋର କୌଣସି ଇଣ୍ଟରେଷ୍ଟ ନାହିଁ। ତମର ସ୍ତ୍ରୀ ଦରକାର ନଥିଲା, ତମ ଘରକୁ ଗୋଟେ ଚାକରାଣୀ ଦରକାର ଥିଲା। ତା ମାନେ ମୁଁ ତମର ପସନ୍ଦ ନୁହଁ। ନା, ତମେ ମୋର ଜମାରୁ ପସନ୍ଦ ନୁହଁ। ତମକୁ କିଏ ବାହା ହବ କହିଲ? ଆରେ ମୁଁ ତମକୁ ବାହା ହେଇଛି ମୋ ବାପା ମାଙ୍କ ପରିସ୍ଥିତି ଯୋଗୁ। ତମକୁ ମୋର କୋଉ ଇଚ୍ଛା ଥିଲା ବାହା ହବା ପାଇଁ? ଆରେ ତମେ ତ ଗୋଟେ ମୂର୍ଖ। ଆରେ ଦି ଅକ୍ଷର ପାଠ ପଢିନ, କଥା କହିପାରୁନ, ଆଉ ତମ ଭଳି ମୂର୍ଖ ଝିଅକୁ ବାହା ହବ କିଏ? ମୁଁ ବାହା ହେଇ କଣ କରିବି ତମକୁ ନେଇକି? ମୁଁ ଖାଲି ତମ ପରିସ୍ଥିତି ଯୋଗୁ ମୁଁ ତମକୁ ବାହା ହେଇଛି, ନହେଲେ ମୋର ଇଚ୍ଛା ଗୋଟେ ସେକେଣ୍ଡ ବି ନାହିଁ ତମ ସହିତ ଚଳିବା ପାଇଁ। ତମେ ମତେ ମୂର୍ଖ କହିଲ, ମୋର ଟିକିଏ ବି ଦୁଃଖ ନାହିଁ। ତମେ ମତେ ଅସୁନ୍ଦର କହିଲ, ମୋର ଟିକିଏ ବି ଦୁଃଖ ନାହିଁ। ତମେ ମତେ ଘରର ଚାକରାଣୀ କହିଲ, ଟିକିଏ ବି ଦୁଃଖ ନାହିଁ। କିନ୍ତୁ ମୋର ଦୁଃଖ ଏଇଆ ଯେ ଆଜି ଏଇ ଡ୍ରେସ ତ ବହୁତ ସୁନ୍ଦର ଦେଖାଯାଉଛ। ଏଇ ଡ୍ରେସ ନା ବହୁତ ସୁନ୍ଦର ଲାଗୁଛି ପୁରା, ସତ କହୁଛି। ତମେ ତ ଖାଲି ସବୁବେଳେ ସେଇ କଥା କହୁଛ। ଆରେ ମୁଁ କଣ ତାକୁ ଭଲ ପାଉଛି ନା କଣ? ମୁଁ ତାକୁ ଜମା ଭଲ ପାଉନି। ଆରେ ମୁଁ ତାକୁ ତା ପଇସା ଦେଖିକି ବାହା ହେଇଛି। ତାକୁ କଣ ମୁଁ ତାକୁ ଦେଖିକି ବାହା ହେଇଛି? ଆଉ ତାକୁ ଦେଖିଲେ ନା ମୋ ମୁଣ୍ଡ ପୁରା ଗରମ ହେଇଯାଉଛି। ମାନେ ଏମାନେ ଇଚ୍ଛା ହଉଛି ନା ମାରିଦବାକୁ ପୁରା। ଯେ କଣ କରିବି? କିନ୍ତୁ ଆଉ ଗୋଟେ ଭଲ କାମ କରୁଛି ସେ, ମାନେ ଘର ପାଇଁ ନା ମତେ ଚାକରାଣୀ ରଖିବାକୁ ପଡୁନି। ଘର ସବୁ ଜାଗା କାମ ମାନେ ସେ ସବୁ ଜାଗା କରିଦଉଛି। ହଁ, ତମେ କାହିଁ ଟେନସନ ନଉଛ କହିଲ? ଆରେ ମୁଁ ତାକୁ ଭଲ ପାଉଛି? ଆରେ ମୁଁ ନା ତମକୁ ହିଁ ଭଲ ପାଉଛି। ହଁ, ଆଉ ଗୋଟେ କଥା ଶୁଣ, ମୁଁ ତମକୁ ଯୋଉ ପିଙ୍କ କଲର ଡ୍ରେସଟା ଦେଇଥିଲି, ଆଜି ଦେଖା ହେଇ ଆସିଲା ବେଳେ ସେଇ ଡ୍ରେସଟା ନିଶ୍ଚୟ ପିନ୍ଧିକି ଆସିବ। ମୁଁ କାରଣ ସେଇ ଡ୍ରେସରେ ତମକୁ ଦେଖିବାକୁ ଚାହୁଁଛି, ତମେ କେମିତି ଦେଖାଯାଉଛ। ସତ କହୁଛି, ନିଶ୍ଚୟ ପିନ୍ଧିକି ଆସିବ ନା? ହଉ ଠିକ ଅଛି। ଆରେ ତମେ ଜାଣିଛ, ଗୋଟେ ନାରୀ ସବୁ କିଛି ସହି ଯାଇପାରେ, କିନ୍ତୁ ତା ସ୍ୱାମୀ ଜୀବନରେ ଆଉ ଗୋଟେ ନାରୀ ଆସିବ, ସେ କେବେ ବି ସହିପାରିବନି। ଆରେ ତମେ ତମ ସାଙ୍ଗକୁ କଣ କହୁଥିଲ? ମୁଁ ସବୁବେଳେ ହାଣ୍ଡିଏ ମୁହଁ କରିଛି, ମନ ଦୁଃଖ କରିକି ବସୁଛି, କେତେବେଳେ ବି ଖୁସି ରହୁନି।
जो स्त्री स्वामी अन्य नारी सहित संपर्क रखी थाए से स्त्री केमिति खुशी रे रहिबो? तमर देखाशुना करुची, तम घर परिवार देखाशुना करुची, तम घर सबू काम करुची, तुम पे रोषेई करुची, ता माने तमे भाबुछ मते चाकरानी? एटा तमर भूल न। दुनिया रे सब पुरुष माने भाबुछंती ताको स्त्री माने कोन करछंती कि घरे खाली तो बसिछंती। गोटे नारी ए घर पई कोन कर न थाए, आ ता स्वामी रो सेवा कर थाए, ता पिला माने कर काम कर थाए, ए घर रो परिवार पई समस्त पई जत्न नै थाए, रोसई बास कर थाए, घर द्वार सफा कर थाए। तापरे ता स्वामी कोन कहिबो? असुंदर, अशिक्षित, कोन चाकरानी। अरे तमे जो चाकरी करछ, तमे तम बॉसंकर चाकर नुह, सेमती मु तमर चाकरानी। कहला मु भाबुनी, सेटा तमे मते भाबीबाकू दउछ। अरे तमे मते भाबुछ ना मु ए घरर खाली चाकरानी? अरे मु जेबे ए घरर चाकरानी ताले मु काहे एठी रहिबी? तमे मते डिवोर्स दे दियो। ମୁଁ ଯଦି ତମକୁ ଡିଭୋର୍ସ ଦେଇଦେବି ତମେ ଯିବ କୁଆଡେ? अरे जुआड़े जीवी इज्जत तो बंची पारिबी, इज्जत तो दी मुठा खाई पारिबी। अरे मु जेबे तम मथार मकुट न होई पाइली, तम पादर तो चपल होई पारिबी। गोटे नारीर सबुठु ता बड़ गहना हेई थाए ता आत्मसम्मान। जोठी मोर आत्मसम्मान नहीं सेठी मोर रहिबार नहीं। मु जेबे भूल करथिबी मते क्षमा कर दबो।